ଆଜିର ଗଳ୍ପ ରାତି ଅଧରେ ଫୁଲ ବର୍ଷା। ଲେଖକ ମନୋଜ ଦାସ। ଲେଖାଟି ଲେଖକଙ୍କର ଆରବ୍ୟ ରଜନୀର ଅଜଣା କାହାଣୀ ନାମକ ପୁସ୍ତକରୁ ଆସିଅଛି। ଆବୁ ନାମକ ଯେଉଁ ଯୁବକଟିକୁ ଆମେ ଏ କାହାଣୀରେ ଭେଟିବା, ସେ ଗୋଟିକ ମଣିଷ ହିସାବରେ ମନ୍ଦ ନୁହେଁ, କିନ୍ତୁ ଅଫିମ ଅଭ୍ୟାସଟି ସେ ଛାଡ଼ିପାରୁ ନଥାଏ। ଦିନେ ସେ ଗୋଟାଏ ଗାଈ ନେଇଗଲା ଦୂର ବଜାରରେ ବିକ୍ରୟ କରିବା ନିମନ୍ତେ। ବାଟରେ ଟେଳାଏ ଅଫିମ ଗିଳି ଗୋଟାଏ ଗଛ ମୂଳରେ ଶୋଇ ରହିଲା। ମନେ ମନେ ସ୍ଥିର କଲା, ବଜାର ଯାଏଁ କିଏ ଯିବ? ଏଇ ବାଟରେ ଯିବା ଆସିବା କରୁଥିବା ଲୋକଙ୍କ ଭିତରୁ କେହି ଜଣେ ଗାଈଟି କିଣିନେବ ନାହିଁ କି? 2 ଘଣ୍ଟା ବିତିଗଲା। ସେ ବାଟରେ ସେତକ ସମୟ ଭିତରେ କେହି ମଣିଷ ଯିବା ଆସିବା କଲେ ନାହିଁ। ତେବେ ଥରେ ଅଧେ କୁକୁରଟିମାନ ଗଲେ। ସେ ତାକୁ ବାଟୋଇ ଭାବି କହେ, ଭାରି ସୁଧାର ଗାଈ, ଦାମ ମାତ୍ର 10 ମୁଦ୍ରା, ନେବ? ଥରେ ସେ ଏମିତି କହୁଛି, ପାଖ ଗଛ ଡାଳରୁ ଡାମରା କାଉଟିଏ କର୍କଶ ନାଦରେ ଡାକ ଛାଡ଼ିଲା, ତମେ କିଣିବ? ହେଉ, ନିଅ। ସେ କହିଲା। କାଉ ପୁଣି କା କା କରନ୍ତେ ସେ ଖୁବ୍ ଦରଦଭରା କଣ୍ଠରେ କହିଲା, ହେଲା, ଆଜି ଯଦି ପାଖରେ ଟଙ୍କା ନାହିଁ, ତେବେ କାଲି ଆମ ଘରେ ଦେଇ ଆସିବ, 10 ମୁଦ୍ରା, ହେଲା? ଗାଈଟି ଘାସ ସନ୍ଧାନରେ କୁଆଡ଼େ ଚାଲି ଯାଇଥାଏ। ଆବୁ ସନ୍ଧ୍ୟା ସୁଦ୍ଧା ଘରକୁ ଲେଉଟି ଆସି ସ୍ତ୍ରୀକୁ କହିଲା, ମନେ ହୁଏ କ୍ରେତା ଜଣକ ଭଦ୍ରଲୋକ, ଆଗାମୀକାଲି ଟଙ୍କା ଦେଇଯିବେ। ପରଦିନ ଯାକ ଅପେକ୍ଷା କରି ସ୍ତ୍ରୀ ତାକୁ କହିଲା, ଯିଏ ତମଠୁ ଗାଈଟି ନେଲେ ତାଙ୍କୁ ଯାଇ ଠାବ କର। ନିଶ୍ଚୟ ନିଶ୍ଚୟ, କହି ଆବୁ ଯାଇ ସେ ଗଛ ପାଖରେ ପହଞ୍ଚିଲା। ଦିନକ ଆଗରୁ ସେହିଠାରେ ଅଫିମ ସୌଜନ୍ୟରୁ ତାକୁ ଖୁବ୍ ଚମତ୍କାର ଆରାମଦାୟକ ଛାଇନିଦ ହୋଇଥିଲା। ସେହି ସ୍ମୃତିରେ ଅନୁପ୍ରାଣିତ ହୋଇ ସେ ଆଜି ମଧ୍ୟ କିଞ୍ଚିତ୍ ଅଫିମ ସେବନ କରି ସେଇଠି ଶୋଇଗଲା। ଗାଈ କ୍ରେତା ଭଦ୍ରଲୋକ ହୁଏତ ସେହିଠାକୁ ଆସି ତାକୁ ଟଙ୍କା ଦେଇଯିବେ। କିଛି କ୍ଷଣ ଉତ୍ତାରୁ ଡାମରା କାଉ ଗଛ ଡାଳରୁ ରାବ ଛାଡ଼ନ୍ତେ ସେ ଉଠି ବସି କହିଲା, ଟଙ୍କା କାହିଁ ବାବୁ? ଡାମରା କାଉ କା କା କରି ଉଡ଼ିଯାଇ ଗଛ ପଛପଟ ଅପନ୍ତରା ଭିତରେ ଠାଏ ବସିଲା। ସେଠାରେ ବହୁ ପୂର୍ବରୁ କୌଣସି ଥିଲାବାଲା ଲୋକର ବିରାଟ ଘର ଥିଲା। କାଳକ୍ରମେ ତାହା ଧୂଳିସାତ୍ ହୋଇଯାଇଥାଏ। ଆବୁ ଡାମରା ପାଖକୁ ଗଲା ମାତ୍ରକେ ସେ ଉଡ଼ି ଚାଲିଗଲା। ଆବୁ ଦେଖିଲା, ଡାମରା ଗୋଟାଏ ଅଧାପୋତା ଗରା ଉପରେ ବସିଥିଲା। ଗରା ଉପରେ ଥିବା ପୁଳାଏ ମାଟି ଖସି ପଡ଼ିଥାଏ। ଭିତରେ ଚକମକ କରୁଥାଏ ଗରାଏ ପୁରୁଣାକାଳିଆ ମୁଦ୍ରା, ଯାହାର ମୂଲ୍ୟ ସମସାମୟିକ ମୁଦ୍ରାଠୁ ବହୁତ ଅଧିକ। ଆରେ ବାବୁ, ମୁଁ କ'ଣ ତମକୁ ଏତେ ଦାମ ଦେବାକୁ କହିଥିଲି? 10ଟି ମୁଦ୍ରା ହିଁ ମୋ ଗାଈର ଉଚିତ ମୂଲ୍ୟ। ଏହା କହି ଆବୁ ଗଣି ଗଣି 10ଟି ମୁଦ୍ରା ଉଠାଇ ଆଣି ଘରକୁ ଫେରି ସ୍ତ୍ରୀକୁ ତାହା ଦେଇ କହିଲା, ଦୁନିଆରେ ଏମିତି ଉଦାର ଲୋକ ବି ଥାଆନ୍ତି। ମୋତେ ଗରାଏ ମୁଦ୍ରା ଯାଚୁଥିଲେ, କିନ୍ତୁ ମୁଁ କାହିଁକି ଅନ୍ୟାୟ କରିବି? ସ୍ତ୍ରୀ ଅବସ୍ଥା ଅନ୍ଦାଜ କରିନେଇ ଆବୁଠାରୁ ସ୍ଥାନଟିର ବିବରଣୀ ସଂଗ୍ରହ କରି ସନ୍ଧ୍ୟା ବେଳେ ସେ ଅପନ୍ତରା ଭିତରୁ ଗରାକଯାକ ମୁଦ୍ରା ଗୋଟିଏ ଥଳିରେ ପୂରାଇ ନେଇ ଆସିଲା। ତୁମେ ଏ କାମ କେମିତି କଲ? ସେ ଭଦ୍ରଲୋକ ନିଶ୍ଚୟ ଆଉ କାହାଠାରୁ କିଛି କିଣିଥିବେ। ସେ ଖୋଜିଲା ବେଳକୁ ତାଙ୍କ ସମସ୍ତ ମୁଦ୍ରା ଗାୟବ, ଆବୁ ଅଭିଯୋଗ କଲା। ଶୁଣ, ତମ ଅଫିମିଆ ମଗଜ ନେଇ ତମେ ବୁଝିପାରିବ ନାହିଁ। ମୁଁ ନ ଆଣିଥିଲେ ଏହାକୁ ଆଉ କେହି ନିଶ୍ଚୟ ଉଠାଇ ନେଇଯାଇଥାନ୍ତା। ମୁଁ ଏହାର ଉପଯୁକ୍ତ ବ୍ୟବହାର କରିବି। ଆମ ଗରିବ ପ୍ରତିବେଶୀମାନଙ୍କୁ ସାହାଯ୍ୟ କରିବି। ଦୁଃଖୀରଙ୍କିକୁ କିଛି ଦାନ ଦେବି। ଆମ ପରିବାର ତ ତୁମ ଯୋଗୁଁ ଦେବାଳିଆ ଅବସ୍ଥାରେ ପହଞ୍ଚିଛି, ସେ ଅବସ୍ଥା ସୁଧାରିବି। ସ୍ତ୍ରୀ କହିଲା, ନା ନା, ମୋ କର୍ତ୍ତବ୍ୟ ମୁଁ କରିବି। ସକାଳେ ଯାଇ କାଜୀଙ୍କୁ ଏ ଘଟଣା ଜଣାଇଦେବି। ତା ସିଦ୍ଧାନ୍ତ ଶୁଣାଇ ଦେଇ ଆବୁ ଖାଇ ପିଇ ଶୋଇପଡ଼ିଲା। ସ୍ତ୍ରୀ ତାର ସ୍ୱଭାବ ଜାଣିଥିଲା। ଆବୁ ନିଶ୍ଚୟ ସକାଳେ କାଜୀଙ୍କ ଅଦାଲତରେ କଥାଟି ଗପିବ। ତେବେ ସେ କିଛି କହିଲା ନାହିଁ। ମଝି ରାତିରେ ସେ ଆବୁକୁ ଝିଙ୍କାଝିଙ୍କି କରି ନିଦରୁ ଉଠାଇଲା। କଥା କ'ଣ? ଆବୁ ଆଖି ଦଳି ପଚାରିଲା। ଦେଖିବ ଚାଲ, କେମିତି ଏ ମୁଲକ ଉପରେ ଅସରାଏ ଫୁଲ ବର୍ଷା ହୋଇଯାଇଛି। ଆବୁକୁ ନେଇଯାଇ ପ୍ରଦୀପ ଆଲୁଅରେ ସ୍ତ୍ରୀ ଦେଖାଇଲା। ଅଗଣାଯାକ ପାଣି ଓ ଫୁଲ ପଡ଼ିଛି। ଆଶ୍ଚର୍ଯ୍ୟ କଥା ତ! ନିଶ୍ଚୟ ତମକୁ ଆଉ ଖାଲିଟାରେ ନିଦରୁ ଉଠାଇଲି? ଭଲ କଲ, ଆଉ ଅସରାଏ ହୁଅନ୍ତା କି? ଏହା କହି ଆବୁ ଶୋଇପଡ଼ିଲା। ସକାଳେ ଯାଇ କାଜୀଙ୍କ ଆଗରେ କହିଲା ଆବୁ, ଆଜ୍ଞା, ମୋ ସ୍ତ୍ରୀକୁ ଦଣ୍ଡ ଦେବେ ନାହିଁ। ଖାଲି ତାକୁ କହନ୍ତୁ, ଆମେ ଆମ ପ୍ରାପ୍ୟଠୁ ଅଧିକ ଅର୍ଥ କାହାଠୁ ନେଇ ଆସିବା ଉଚିତ ନୁହେଁ। ମୁଦ୍ରାତକ ସେ ନେଇଯାଇ ଯେଉଁଠି ଥିଲା ସେଇଠି ଥୋଇଦେବ।
କାଜୀ ଆବୁର ସ୍ତ୍ରୀକୁ ତଲବ କଲେ ଓ କଥା କ'ଣ ପଚାରିଲେ। ହଜୁର, ସେ ଏମିତି କଥା ସବୁ କଳ୍ପନା କରନ୍ତି। ଆରେ ମୁଁ କାହିଁକି କଳ୍ପନା କରନ୍ତି? ପୃଥିବୀରେ କେତେ କଥା ସମ୍ଭବପର ନ ହୁଏ। ଜଣେ ଗରାଏ ମୁଦ୍ରା ଅପନ୍ତରା ଭିତରେ କାହାକୁ ଦେବା ନିମନ୍ତେ ରଖିଥିବ, ଏହା କ'ଣ ଗତ ରାତିରେ ଅସରାଏ ଫୁଲ ବର୍ଷା ହେବାଠାରୁ ବଳି ଆଶ୍ଚର୍ଯ୍ୟଜନକ? ଆବୁ ବଡ଼ ଆନ୍ତରିକ କଣ୍ଠରେ ପ୍ରଶ୍ନ କଲା। କ'ଣ କହିଲ ଆବୁ? ଗତ ରାତିରେ ଅସରାଏ ଫୁଲ ବର୍ଷା ହୋଇଗଲା? କାଜୀ କୌତୂହଳରେ ଆଖି ବଡ଼ ବଡ଼ କରି ପଚାରିଲେ। ହେଲା ନାହିଁ? ଓ, ଆପଣଙ୍କୁ ଅବଶ୍ୟ ଆପଣଙ୍କ ସ୍ତ୍ରୀ ନିଦରୁ ଉଠାଇ ନଥିବେ। କିଏ ବା ଆପଣଙ୍କ ନିଦ ଭଙ୍ଗାଇବାକୁ ସାହସ କରିବ? କାଜୀଙ୍କ କିରାଣୀ ତାଙ୍କ କାନ ପାଖରେ କହିଲା, ଲୋକଟା ଘୋର ଅଫିମଖୋର ଆଜ୍ଞା। କାଜୀ ରାୟ ଶୁଣାଇଲେ, ଅଦାଲତର ସମୟ ନଷ୍ଟ କରିବା ଅପରାଧରେ ଆବୁକୁ ବର୍ଷକ ପାଇଁ କାରାଗାରରେ ରଖାଯାଉ। 2 ମାସ ପରେ ଆବୁର ସ୍ତ୍ରୀ ତାକୁ କାରାଗାରରେ ଭେଟି କହିଲା, ତମେ ଯଦି ଶୀଘ୍ର ଛାଡ଼ ପାଇବାକୁ ଚାହଁ, ତେବେ କାଜୀଙ୍କ ଆଗରେ କହିବ ଫୁଲ ବର୍ଷା ବାସ୍ତବିକ ହୋଇନଥିଲା। ଏହାପରେ ସେ ଯାଇ କାଜୀଙ୍କୁ ନିବେଦନ କଲା ଯେ ତା ସ୍ୱାମୀର ବିଚିତ୍ର ସ୍ୱଭାବରେ ପରିବର୍ତ୍ତନ ସାଧନ ହେଲାଣି, ତାଙ୍କୁ ଦୟାକରି ଖଲାସ କରାଯାଉ। କାଜୀଙ୍କ ଆଦେଶରେ ଆବୁକୁ ତାଙ୍କ ଆଗରେ ହାଜର କରାହେଲା। କ'ଣ ଆବୁ, ଫୁଲ ବର୍ଷା କଥା ମନେ ଅଛି ତ? କାଜୀ ପଚାରିଲେ। ହଜୁର, ବାସ୍ତବିକ ଫୁଲ ବର୍ଷା ହୋଇନଥିଲା। ମୋ ସ୍ତ୍ରୀ ନିଶ୍ଚୟ। ଆବୁକୁ ଅଧିକ କିଛି କହିବାକୁ ନ ଦେଇ କାଜୀ କହିଲେ, ହଁ, ତମ ସ୍ତ୍ରୀଙ୍କ ଆବେଦନ ମୁତାବକ ତମକୁ ଛାଡ଼ି ଦିଆଗଲା। ଆବୁ କହିବାକୁ ଚାହୁଁଥିଲା କି ତା ସ୍ତ୍ରୀ ନିଶ୍ଚୟ ପାଣି ଓ ଫୁଲ ଫୋପାଡ଼ି ଫୁଲ ବର୍ଷାର ଭ୍ରମ ସୁଝିଥିଲା। 2 ମାସ କାଳ ଅଫିମ ଗିଳିବାରୁ କ୍ଷାନ୍ତ ରହିବା ଫଳରେ ତାର ସାଧାରଣ ବୁଦ୍ଧି ପୁଣି ସକ୍ରିୟ ହେବାକୁ ଆରମ୍ଭ କରିଥିଲା। ଆବୁ ଗୋଟାଏ ବ୍ୟବସାୟ କଲା ଏବଂ ସେଥିରେ ବେଶ୍ ସଫଳ ହେଲା। କୋଠା କିଣିଲା, ପାଖ ପଡ଼ୋଶୀଙ୍କୁ ସାହାଯ୍ୟ କଲା, ଗରିବଙ୍କୁ ଦାନ ଦେଲା। ସମସ୍ତେ ଭାବିଲେ ନିଜ ବ୍ୟବସାୟ ଲବ୍ଧ ଧନରୁ ସେ ଏମିତି କରିପାରୁଛି। ତେବେ ମାନିବାକୁ ହେବ, ସେ ପୋତା ଧନର ପରିମାଣଠୁ 2 ଗୁଣ ଅଧିକ ସେ ଜନହିତକର କାର୍ଯ୍ୟରେ ଖର୍ଚ୍ଚ କଲା, ତା ସ୍ତ୍ରୀର ପ୍ରେରଣାରେ।